ଆପଣ ସୁଭଦ୍ରା ଯୋଜନାରେ ଟଙ୍କା ପାଇନାହାନ୍ତି କି? ଭାବୁଛନ୍ତି ଆପଣଙ୍କର ଫର୍ମ ଭୁଲ ହେଇଯାଇଛି। ବିଲକୁଲ ଭୁଲ। ଆପଣ ଭାବୁଛନ୍ତି ମୋର ଆଧାରରେ ମୋବାଇଲ ନମ୍ବର ଲିଙ୍କ ନଥିଲା, ସେଥିପାଇଁ ମୋର ଟଙ୍କା ଆସିନି। ଏ ମଧ୍ୟ ବି ଭୁଲ। ଆପଣ କିଛି ଲୋକ ଭାବୁଛନ୍ତି ଯେ ମୋ ବ୍ୟାଙ୍କ ଆକାଉଣ୍ଟରେ ମୋ ମୋବାଇଲ ନମ୍ବର ଲିଙ୍କ ନଥିଲା, ସେଥିପାଇଁ ଟଙ୍କା ଆସିନାହିଁ। ଏ ବି ମଧ୍ୟ ଭୁଲ। ଆପଣ ଭାବୁଥିବେ ମୁଁ ଯେକୌଣସି ମୋ ଫର୍ମରେ ଯେକୌଣସି ଜାଗାରେ ମୋର କିଛି ଗୋଟେ ଭୁଲ ରହିଗଲା, ଇଏ ବି ମଧ୍ୟ ଭୁଲ। ଆଉ କ'ଣ ଭାବୁଥିବେ ନା ମୋ ବ୍ୟାଙ୍କ ନାମ ଲେଖୁ ଲେଖୁ ଭୁଲ ହେଇଗଲା, ସେଥିପାଇଁ ଟଙ୍କା ଆସିନାହିଁ, ଇଏ ବି ମଧ୍ୟ ଭୁଲ। ତାହେଲେ ଠିକଟା କୋଉଟା? ଆପଣ ଭାବୁଥିବେ ଯଦି ସବୁ ଗୁଡ଼ାକ ଭୁଲ, ତାହେଲେ ଠିକ କୋଉଟା? ନା ଠିକଟା ଏଇଆ, ଆପଣ କ'ଣ ଆଧାର କାର୍ଡ ନମ୍ବର କ'ଣ ଭୁଲ ଲେଖିଛନ୍ତି? କେହି ବି ଆଧାର କାର୍ଡ ନମ୍ବର ଭୁଲ ଲେଖିନଥିବେ। କେବଳ ଆଧାର କାର୍ଡ ନମ୍ବର ଯଦି ଆପଣଙ୍କର ଠିକ ଅଛି, ତାହେଲେ ଆପଣ ଜାଣିବେ ଯେ ଆପଣଙ୍କର ଫର୍ମଟା ହିଁ ସମ୍ପୂର୍ଣ୍ଣ ଠିକ ଅଛି। ଅନ୍ୟ ଯାହା କିଛି ବଳିଉଡ଼ି ଯାହା ଭୁଲ କଟାଯୋଡ଼ା, କିଛି ଲୋକ ଭାବୁଥିବେ କ'ଣ ନା ମୁଁ ଯେଠି କଟାଯୋଡ଼ା କରିଥିଲି ସେଥିପାଇଁ ମୋର ଟଙ୍କା ଆସିଲାନି କି? ଏହା ବି ମଧ୍ୟ ଭୁଲ। ସୁଭଦ୍ରା ଯୋଜନାରେ ତାହେଲେ କିପରି ଆମେ ଜାଣିବା ଯେ ହେଉଛି ମୋର କୋଉଟା ଠିକ କୋଉଟା ଭୁଲ? ସେଥିପାଇଁ ଆସନ୍ତୁ ଆପଣଙ୍କୁ ଗୋଟେ ଭିଡ଼ିଓ ଦେଖାଉଛି। ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ। ଦେଖିଲା ପରେ ଆପଣ ନିଜେ ଜାଣିପାରିବେ ମୋର ଯେ ଠିକ କୋଉଠି ଭୁଲ କୋଉଠି। ତାହେଲେ ଭିଡ଼ିଓଟିକୁ ଆପଣ ଦେଖନ୍ତୁ। ଭିଡ଼ିଓଟି ଯଦି ଭଲ ଲାଗିବ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ କରିବେ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ନମସ୍କାର ଦର୍ଶକ ବନ୍ଧୁ, ମୁଁ ସଞ୍ଜୟ ୟୁଟ୍ୟୁବ ବାଲା। ଆପଣଙ୍କୁ ଆଜି ମୁଁ ଏଇ ସୁଭଦ୍ରା ଯୋଜନା ବିଷୟରେ କିଛି କହିବା ପାଇଁ ଚାହୁଁଛି। ଆପଣମାନଙ୍କ ଭିତରେ ବହୁତ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ କିଛି ହିତାଧିକାରୀ ଏଥିରେ ପ୍ରଥମ କିସ୍ତି ଟଙ୍କା ଆସୁଥିବା ବେଳେ ଅନ୍ୟ କିଛି ଲୋକଙ୍କର ଟଙ୍କା ଆସିଲା ନାହିଁ କ'ଣ ପାଇଁ? କାହିଁକି ନା ଇଏ ତ ଗୋଟେ ଏତେ ବଡ଼ ପ୍ଲାଟଫର୍ମ, ଏତେ ବଡ଼ ଯୋଜନା ସରକାରଙ୍କର, ଯାହାକି ସମ୍ପୂର୍ଣ୍ଣ ଲୋକଙ୍କର, ସମ୍ପୂର୍ଣ୍ଣ ହିତାଧିକାରୀଙ୍କର ସମସ୍ତଙ୍କୁ ଚୟନ କରି ଟଙ୍କା ଦେବା ଏକା ସମୟରେ ଯାହାକି ସମ୍ଭବ ନୁହଁ। ତେଣୁ ସରକାରଙ୍କର କହିବା ଅନୁଯାୟୀ 15 ତାରିଖ ପର୍ଯ୍ୟନ୍ତ ଯେତେ ହିତାଧିକାରୀ ଆପଣମାନେ ଆବେଦନ କରିଥିଲେ, 15 ତାରିଖ ପର୍ଯ୍ୟନ୍ତ ସମସ୍ତଙ୍କର ଡାଟା ନେଇ କିଛି ହିତାଧିକାରୀଙ୍କୁ ସେ ପ୍ରଥମ ପର୍ଯ୍ୟାୟରେ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ତାପରେ କ'ଣ ହେବ, ଇଏ କିସ୍ତି ବି ପୁଣି ସେ ତାଙ୍କର ଚୟନ ଚାଲିଛି। ଏହା ପରେ ପରେ ସବୁ ଅନ୍ୟ ହିତାଧିକାରୀଙ୍କୁ ମଧ୍ୟ ଟଙ୍କା ଆସିବ। ଯଦି ଆପଣଙ୍କୁ ଏ ଭିଡ଼ିଓଟି ଦେଖି ଆପଣଙ୍କୁ ଭଲ ଲାଗିବ, ତାହେଲେ ଲାଇକ୍ ସେୟାର ଏବଂ ସବସ୍କ୍ରାଇବ କରିବେ। ଆପଣମାନଙ୍କ ଭିତରେ ବହୁତ ଭାବୁଛନ୍ତି ମୁଁ କାଳେ ଫର୍ମ ଭୁଲ କରିଦେଲି, ଫର୍ମ ଫିଲ୍ଅପ୍ ମୋର କେଉଁଠି ଅସୁବିଧା ରହିଗଲା କି? ଏଥିରେ ଦେଖନ୍ତୁ, ଆପଣ ତ ସମ୍ପୂର୍ଣ୍ଣ ଫର୍ମଟିକୁ ପଢ଼ିଛନ୍ତି, ଫର୍ମଟିକୁ ଦେଖିଛନ୍ତି। ସୁଭଦ୍ରା ଫର୍ମରେ ଆଜ୍ଞା କିଛି ନାହିଁ ଯେ ଭଲ ମନ୍ଦ ଯେ ତାର କ୍ରିଟିକାଲ ଜିନିଷ କିଛି ନାହିଁ ମାନେ କହିଲା କ'ଣ କିଛି ନାହିଁ ମାନେ? ସୁଭଦ୍ରା ଫର୍ମରେ ଫିଲ୍ଅପ୍ କରିବା ପାଇଁ ସମ୍ପୂର୍ଣ୍ଣ ବିଶେଷ କିଛି ସେମିତି କିଛି କ୍ରିଟିକାଲ ନାହିଁ। ଏଥିର ମୁଖ୍ୟ ହେଉଛି ଆପଣଙ୍କ ଆଧାର ନମ୍ବର। ଆପଣଙ୍କ ନାଁ ଯଦି କେହି ଜଣେ ଭୁଲ ଭାଲ କରି ପକେଇଲା ବି ସେଥିରେ ବି କିଛି ପ୍ରୋବ୍ଲେମ୍ ନାହିଁ, ସେମାନେ ବି ଟଙ୍କା ପାଇଛନ୍ତି। କେହି ଯଦି ବ୍ୟାଙ୍କ ନାଁ ବି ଭୁଲ କରିଛନ୍ତି, ସେମାନେ ବି ଟଙ୍କା ପାଇଛନ୍ତି। ଆଉ କ'ଣ, ଯଦି ମୋବାଇଲ ନମ୍ବର ବି କିଏ ବି ଭୁଲ ଲେଖିଛନ୍ତି, ସିଏ ବି ଟଙ୍କା ପାଇଛନ୍ତି। ତାହେଲେ ଟଙ୍କା ମିଳିଲା କିପରି? ଏଇ ଯେଉଁ ସୁଭଦ୍ରା ଯୋଜନା ଆପଣ ଦେଖୁଛନ୍ତି, କିଛି ଟଙ୍କା ଆସେ ଆପଣଙ୍କର କ'ଣ ନା ଆକାଉଣ୍ଟ ନମ୍ବରରେ। ଆକାଉଣ୍ଟ ନମ୍ବର ଦିଆଯିବ, ବ୍ୟାଙ୍କ ନାମ ଦିଆଯିବ, IFSC କୋଡ଼ ଦିଆଯିବ, ତେବେ ଯାଇକି ଟଙ୍କା ଆସେ। ଆପଣମାନେ ଆଉ କିଛି ଜାଣିଥିବେ କ'ଣ ନା ମୋବାଇଲ ନମ୍ବରରେ ବି ଟଙ୍କା ଆସୁଛି, ଯେଉଁଟା ଆପଣଙ୍କର ଫୋନ୍ ପେ ହେଉ, ଗୁଗୁଲ୍ ପେ ହେଉ, ସେଥିରେ ମଧ୍ୟ ଟଙ୍କା ଆସୁଛି। ମୋବାଇଲ ନମ୍ବରରେ ଫୋନ୍ ପେରେ ଆପଣଙ୍କର ଡେବିଟ୍ କାର୍ଡ଼ ଦ୍ୱାରା ହିଁ ଆସୁଛି, ସେଥିରେ ଟଙ୍କା ଇନ୍ ହେଉଛି, ଆଉଟ୍ ବି ହେଉଛି। କିନ୍ତୁ ଏଥିରେ ଆପଣଙ୍କର ଆଧାର ପେମେଣ୍ଟ ବ୍ୟାଙ୍କିଂ ସିଷ୍ଟମରେ ଆପଣଙ୍କୁ ଟଙ୍କା ଆସୁଛି, APBS। ଭଲକରି ଦେଖିବେ, ଆପଣଙ୍କର ଯେଉଁ ଯୋଜନାରେ ସୁଭଦ୍ରା ଯୋଜନାରେ ଟଙ୍କା ଆସିଛି, ସେଥିରେ ସ୍ପଷ୍ଟ ଉଲ୍ଲେଖ ଅଛି APBS, ଆଧାର ପେମେଣ୍ଟ ବ୍ୟାଙ୍କିଂ ସିଷ୍ଟମ। ଏ ସୁଭଦ୍ରା ଯୋଜନାରେ ବ୍ୟାଙ୍କ ନାମ ଯଦି ଆପଣଙ୍କର ସମ୍ପୂର୍ଣ୍ଣ ଗୋଟିଏ, କିଛି ଲୋକ ବି ଗୋଟିଏ ବ୍ୟାଙ୍କ ନାଁ ଦେଇଛନ୍ତି କିନ୍ତୁ ସେମାନଙ୍କର ଅନ୍ୟ ବ୍ୟାଙ୍କକୁ ଟଙ୍କା ଆସିଛି, ଚେକିଂ କଲା ପରେ ଜାଣିପାରିବେ। ତେଣୁ ଆପଣ ଏଥିରେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆଧାର କାର୍ଡ଼ରେ ମୋବାଇଲ ନମ୍ବର ଲିଙ୍କ ନଥିଲେ ବି ଟଙ୍କା ଆସିଛି। ବ୍ୟାଙ୍କରେ ଆପଣଙ୍କର ଯଦି ମୋବାଇଲ ନମ୍ବର ଲିଙ୍କ ନାହିଁ,
ତାହା ବି ମଧ୍ୟ ଟଙ୍କା ଆସିଛି। ତାହେଲେ ଭୁଲ କୋଉଠି ରହିଲା? ଆପଣ ଘରେ ବସି ବି ଜାଣିପାରିବେ ଆପଣଙ୍କର ଆଧାର ନମ୍ବରରେ କେଉଁ ବ୍ୟାଙ୍କ ସିଡିଂ ଅଛି। ଆଧାର ନମ୍ବରରେ ଯାହାର ଯେଉଁ ବ୍ୟାଙ୍କ ସିଡିଂ ଅଛି କେବଳ ସେଇ ବ୍ୟାଙ୍କକୁ ହିଁ ଟଙ୍କା ଆସିଛି। ବହୁ ଲୋକଙ୍କର ବ୍ୟାଙ୍କକୁ ଖାତାକୁ ଟଙ୍କା ଆସିଛି କିନ୍ତୁ ସେମାନେ ଜାଣିପାରୁ ନାହାନ୍ତି। କିଛି ଲୋକ କହୁଛନ୍ତି ନା ମୋ ସେ ବ୍ୟାଙ୍କରେ ମୋର ତ ଖାତା ନାହିଁ। କାହାର କିଏ ଦେଇଛନ୍ତି ବ୍ୟାଙ୍କ ଅଫ୍ ଇଣ୍ଡିଆ କିନ୍ତୁ ତାଙ୍କର ଆସିଛି ବ୍ୟାଙ୍କ ଅଫ୍ ବରୋଦାରେ। କିଏ ଦେଇଛନ୍ତି ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ କିନ୍ତୁ ତାଙ୍କର ଆସିଛି କ'ଣ ନା ଆକ୍ସିସ୍ ବ୍ୟାଙ୍କରେ। କିଛି କହୁଛନ୍ତି ଆମର ସେଥିରେ ଖାତା ନାହିଁ। କିଛି ମା ମାନେ କିଛି ଭଉଣୀ ମାନେ ବି କହୁଛନ୍ତି ଆମର ସେ ବ୍ୟାଙ୍କରେ କେବେ ଖାତା ନାହିଁ କି ସେ ବ୍ୟାଙ୍କକୁ ଆମେ ଯାଇନାହୁଁ କେବେ ବି, କିନ୍ତୁ ସେ ବ୍ୟାଙ୍କକୁ ଟଙ୍କା ଆସିଛି। ଆଜି ବି ଯାଇକି ସମସ୍ତେ ମୁଁ କେତେ ଜଣଙ୍କୁ ପଠେଇଥିଲି ଯେ ତାଙ୍କର କାନାଡ଼ା ବ୍ୟାଙ୍କ ଦେଇଛନ୍ତି, ସେ କିନ୍ତୁ ତାଙ୍କର ଟଙ୍କା ଆସିଛି କେଉଁ ବ୍ୟାଙ୍କ ନା ଇଣ୍ଡସ୍ଇଣ୍ଡ ବ୍ୟାଙ୍କ ଟଙ୍କା ଆସିଛି। ମୋ ସାନ ଭାଇର ମଧ୍ୟ ସେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦେଇଛି କିନ୍ତୁ ତାର ଇଣ୍ଡସ୍ଇଣ୍ଡ ବ୍ୟାଙ୍କରେ ଟଙ୍କା ଆସିଛି। ଏସବୁ ହେଲା କେମିତି? କିଛି ମା ମାନେ କହୁଛନ୍ତି, କିଛି ଭଉଣୀ ମାନେ କହୁଛନ୍ତି ଯେ ଆମର ଯେ ସେ ବ୍ୟାଙ୍କରେ ଖାତା ନାହିଁ। ପ୍ରକୃତରେ ଭଲ କରି ଦେଖନ୍ତୁ, ଇଏ ହେଉଛି ରିଜର୍ଭ ବ୍ୟାଙ୍କର ଗାଇଡ଼ଲାଇନ୍। ରିଜର୍ଭ ବ୍ୟାଙ୍କର କାହାରି ଖାତା କୌଣସି ବ୍ୟକ୍ତି ଯଦି ଖୋଲି ନଥିବେ ବ୍ୟାଙ୍କରେ ଖାତା, ତେଣୁ ରିଜର୍ଭ ବ୍ୟାଙ୍କରେ ଆପଣଙ୍କର ନାଁ ଆସିଲା କେମିତି? ପ୍ରଥମ କଥା ଯେ କିଛି ଝିଅମାନେ ଅଛନ୍ତି କ'ଣ ଯେ ପାଠ ପଢ଼ୁଥିବା ସମୟରେ ତାଙ୍କର ଖାତା ଖୋଲା ହେଇଥିଲା, ଯେକୌଣସି ବ୍ୟାଙ୍କରେ ଖାତା ଖୋଲା ହେଇଥିଲା। ସେତେବେଳେ ସେ ବ୍ୟାଙ୍କରେ ସେତେବେଳେ ଆଧାର ସିଡିଂ ହେଇସାରିଛି, ସେ ବ୍ୟାଙ୍କରେ ନାଁ ରହିସାରିଛି। ଆପଣମାନେ ଭାବୁଥିବେ ମୁଁ ତ ସେଠୁ ତ ପଳେଇ ଆସିଲି, ମୋର ତ ବାହାସାହାଘର ହେଇଗଲା, କିନ୍ତୁ ସେ ବ୍ୟାଙ୍କରେ ମୋର ଟ୍ରାଞ୍ଜାକ୍ସନ୍ ନାହିଁ। ଟ୍ରାଞ୍ଜାକ୍ସନ୍ ନଥାଇପାରେ କିନ୍ତୁ ଆପଣଙ୍କର ସେଇ ଗୋଟିଏ ଆଧାର ଚେଞ୍ଜ କରିଦେଇ ପାରନ୍ତି, ଆଧାର ସ୍ୱାମୀ ନାଁ ଚେଞ୍ଜ କରିଦେଇ ପାରନ୍ତି, ଆପଣଙ୍କର ସମ୍ପୂର୍ଣ୍ଣ ଆଡ୍ରେସ୍ ଚେଞ୍ଜ କରିଦେଇ ପାରନ୍ତି, କିନ୍ତୁ ଆଧାର କାର୍ଡ଼ରେ ଥିବା ଯେଉଁ ନମ୍ବରଟି ସେ ନମ୍ବରଟିକି ଆପଣ ଚେଞ୍ଜ କରିପାରିବେ ନାହିଁ। ତେଣୁ ସେଇ ନମ୍ବରରେ ଆପଣ ଯେଉଁ ଖାତା ଖୋଲିଥିଲେ ସେଇ ନମ୍ବରରେ ହିଁ ଆଧାର ସିଡିଂ ହେଇକି ରହିଛି। ଯେକୌଣସି ବ୍ୟକ୍ତି ଗୋଟିଏ ଆଧାର କାର୍ଡ଼ ନମ୍ବରରେ ଯେକୌଣସି ଗୋଟିଏ ବ୍ୟାଙ୍କ ସିଡିଂ ସେ କରିପାରିବେ। ଯଦି ସେ ବ୍ୟାଙ୍କରୁ ସିଡିଂ କାଟିବା ପାଇଁ ଚାହୁଁଛନ୍ତି ତାହେଲେ ଅଲଗା ବ୍ୟାଙ୍କରେ ବି ସିଡିଂ କରିପାରିବେ, କିନ୍ତୁ 15ରୁ 20 ଦିନ ତାଙ୍କୁ ସମୟ ଲାଗିବ। ସେଥିପାଇଁ ବ୍ୟାଙ୍କରେ ଯାଇକି ପରମିସନ୍ ନେବାକୁ ପଡ଼ିବ, ଫର୍ମ ଭରିବାକୁ ପଡ଼ିବ। ସେ ବହୁତ କଥା, ସେଥିରେ ହେଉଛି ପୁଣି ନେକ୍ସଟ ଭିଡ଼ିଓରେ ମୁଁ ଆପଣଙ୍କୁ ଦେଇଛି, ଏ ବିଷୟରେ ଜାଣିପାରିବେ। କିନ୍ତୁ ଆଉ କିଛି ମା ମାନେ ଯେ ଗାଁରେ ଥିବା ଯେଉଁ ଲୋନ୍ ଆସୁଛନ୍ତି, ସାପ୍ତାହିକିଆ ଲୋନ୍ ହେଉ କିମ୍ବା ମାସିକିଆ ଲୋନ୍ ହେଉ, ସେମାନେ ଲୋନ୍ ନେଇଛନ୍ତି, ସେମାନଙ୍କୁ ମଧ୍ୟ ଜ୍ଞାତ ନାହିଁ। ସେମାନେ ଲୋନ୍ ଯେଉଁମାନେ ଦେଉଛନ୍ତି ସେମାନେ ନେଇ ବ୍ୟାଙ୍କରେ କ'ଣ କରୁଛନ୍ତି ନା ଖାତା ଖୋଲି ଦେଇଛନ୍ତି। ତାଙ୍କୁ ପଚାରିଲା ବେଳକୁ ତମର ସେ ବ୍ୟାଙ୍କରେ ଖାତା ଅଛି ନା? ଆଜ୍ଞା ସେଠି ଖାତା ନାହିଁ। ଖାତା ନାହିଁ ଯଦି ସେଠିକି ଆସିଲା କେମିତି? ନା ଆମେ ତ ସେ ବ୍ୟାଙ୍କକୁ ଯାଇନାହୁଁ। କିନ୍ତୁ ଯେଉଁ ଲୋନ୍ ସେମାନେ ଦେଉଛନ୍ତି, ସାପ୍ତାହିକିଆ ହୁଅନ୍ତୁ କିମ୍ବା ମାସିକିଆ ଫାଇନାନ୍ସ ବାଲା ହୁଅନ୍ତୁ, ସେମାନେ ଆପଣଙ୍କର ଟିପ ନେଇ କିମ୍ବା ସାଇନ୍ ନେଇ ସେ ଯେକୌଣସି ବ୍ୟାଙ୍କରେ ଆକାଉଣ୍ଟ ଖୋଲିଛନ୍ତି। ସେ ଆକାଉଣ୍ଟ ନଥିଲେ ଆପଣଙ୍କୁ କେବେ ଲୋନ୍ ଦେଇପାରିବେ ନାହିଁ। ଯେ ତେଣୁ ଆପଣଙ୍କର ଆଧାର ସିଡିଂ ସେଠି ମଧ୍ୟ ହେଇଥାଇପାରେ। ତେଣୁ ଏଇଠି ପ୍ରଶ୍ନ ଉଠୁଛି ଯେ ଆପଣଙ୍କର ଆଧାର କାର୍ଡ଼ରେ ମୋବାଇଲ ନମ୍ବର ଲିଙ୍କ ନଥିଲେ ବି ଟଙ୍କା ଆସିବ, ବ୍ୟାଙ୍କରେ ମୋବାଇଲ ନମ୍ବର ଲିଙ୍କ ନଥିଲେ ବି ଟଙ୍କା ଆସିବ, ଆଧାର କାର୍ଡ଼ରେ ସ୍ୱାମୀ ବା ପିତାଙ୍କ ନାମ ନଥିଲେ ବି ସିଏ ବି ଟଙ୍କା ଆସିପାରିବ। ମୋଟାମୋଟି ଆପଣ ଦେଖିବାକୁ ହେଲେ ଆଧାର ନମ୍ବରଟା ହିଁ, ଆଧାର ନମ୍ବରର ହିଁ ଟଙ୍କା ଆସୁଛି। ଗଭର୍ଣ୍ଣମେଣ୍ଟରୁ ଯେଉଁ ଟଙ୍କାଟା ଆସୁଛି ଆପଣଙ୍କର ବ୍ୟାଙ୍କ ନାଁ ବିଲକୁଲ ନଦେଲେ ବି ଟଙ୍କା ଆସିବ। ଆପଣଙ୍କର ଟଙ୍କା ଆସୁଛି କେଉଁଥିରେ ନା ଆଧାର ନମ୍ବରରେ ଟଙ୍କା ଆସୁଛି। ଆପଣଙ୍କ ଆଧାର ନମ୍ବର ସେଥିରେ ନମ୍ବର ଫିଡ଼ିଂ କରାଯିବ। ଆଧାର ନମ୍ବରରେ ଯେଉଁ ବ୍ୟାଙ୍କ ଲିଙ୍କ ଦେଖିବ DBT ଅପସନ୍, ତାମାନେ ଆପଣଙ୍କର ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର, ଆପଣ ଗଭର୍ଣ୍ଣମେଣ୍ଟ ସଂସ୍ଥାର ଯେଉଁ DBT ଅପସନ୍ ଯେଉଁ ବ୍ୟାଙ୍କରେ ଆପଣଙ୍କର ଥିବ ସେଇ ବ୍ୟାଙ୍କକୁ ହିଁ ଆପଣଙ୍କର ଟଙ୍କା କ୍ରେଡ଼ିଟ୍ ହେବ। ତେଣୁ ଆପଣ କେମିତି ଜାଣିବେ ଯେ DBT ମୋର ଅଛି କି ନାହିଁ? ଆପଣଙ୍କ ଆଧାର ନମ୍ବର ଘରେ ବସି କେହି ଯଦି ଜାଣିଛନ୍ତି, ଆଧାର ସାଇଟ୍କି ଗଲେ UIDAI, ତେଣୁ ସେଥିରେ ଆପଣଙ୍କର ସିଟିଜେନ୍ ସର୍ଭିସ୍ ଅଛି। ଆଧାର ସର୍ଭିସ୍ ଉପରେ କ୍ଲିକ୍ କଲେ ଯେ ବ୍ୟାଙ୍କ ସହିତ ଆଧାର ବ୍ୟାଙ୍କ ଲିଙ୍କ ସର୍ଭିସ୍ ଗୋଟେ ଥିବ, ତେଣୁ ସେଥିରେ ଆପଣ ଆପଣଙ୍କ ମୋବାଇଲ ନମ୍ବର ମାରି ଆପଣଙ୍କର କ'ଣ କରିବେ ନା ଆଧାର ନମ୍ବର ମାରି ଆପଣଙ୍କ ମୋବାଇଲ ନମ୍ବରକୁ OTP ଆସିବ, ସେଥିରେ ଆପଣ ଜାଣିପାରିବେ
ଯଦି ମୋବାଇଲ ନମ୍ବର ଆପଣଙ୍କର ଲିଙ୍କ୍ ଥିବ, ଯଦି ମୋବାଇଲ ନମ୍ବର ଲିଙ୍କ୍ ନଥିବ ତାହେଲେ ଆପଣଙ୍କର ଆଧାର କାର୍ଡ଼ ମୋବାଇଲ ନମ୍ବର ପ୍ରଥମେ ଲିଙ୍କ୍ କରନ୍ତୁ, ତାପରେ ଯାଇ ଆପଣ କେଉଁ ବ୍ୟାଙ୍କକୁ ଗଲା ଟଙ୍କା ଜାଣିପାରିବେ। କିମ୍ବା ଆପଣ ଜନସେବା କେନ୍ଦ୍ର କିମ୍ବା ମୋ ସେବା କେନ୍ଦ୍ରରେ ଆପଣ ଯାଇକି ଦେଖିଲେ ଆପଣ ଜାଣିପାରିବେ ସେଠି ଯେ ଆପଣଙ୍କର କେଉଁ ବ୍ୟାଙ୍କକୁ ଟଙ୍କାଟା ଯାଇଛି ବୋଲି। ତେଣୁ ଏଥିରେ ବ୍ୟସ୍ତ ହେବାର ନାହିଁ। ଯେଉଁମାନେ ବି ଫର୍ମ ପକାଇ ନାହାନ୍ତି ସେମାନେ ତୁରନ୍ତ ବି ଫର୍ମ ଆପ୍ଲାଏ କରିଦିଅନ୍ତୁ, କାରଣ ସମସ୍ତଙ୍କୁ ଏଥିରେ ଟଙ୍କା ମିଳିବ। ଆଜି ପର୍ଯ୍ୟନ୍ତ ବି ଆହୁରି କିଛି ମା ମାନେ ଭଉଣୀମାନେ ଫର୍ମ ଆପ୍ଲାଏ କରିନାହାନ୍ତି ଯେ ମୋର ଆଧାରରେ ନା ମୋର ବ୍ୟାଙ୍କରେ ବି ମୋବାଇଲ ନମ୍ବର ଲିଙ୍କ୍ ନାହିଁ। ଆଧାର କେନ୍ଦ୍ର ଯାଇ ଭିଡ଼ିଓ ଲଗେଇ ପେଲା ଠେଲା ଭିତରେ ନିଜ ଗୋଡ଼ ହାତ କିଏ ବି ଭାଙ୍ଗିଛନ୍ତି, କିଏ ବି କ'ଣ ଅସୁବିଧାର ସମ୍ମୁଖୀନ ହେଇଛନ୍ତି। ତେଣୁ ଏସବୁ ନଥିଲେ ବି ଆପଣଙ୍କର ହେଇପାରିବ। ତେଣୁ ତୁରନ୍ତ ଯେଉଁମାନେ ଫର୍ମ ଆପ୍ଲାଏ କରିନାହାନ୍ତି ଫର୍ମ ଆପ୍ଲାଏ କରିଦିଅନ୍ତୁ। ଯେଉଁମାନେ ବି ଆପ୍ଲାଏ କରିଛନ୍ତି 15 ତାରିଖ ସୁଦ୍ଧା ସେମାନେ ବ୍ୟସ୍ତ ହୁଅନ୍ତୁ ନାହିଁ, ଯେ ସେମାନେ ଯାଇକି ବ୍ୟାଙ୍କରେ ଦେଖିପାରିବେ ଯେ ବ୍ୟାଙ୍କରେ ହେଉ କିମ୍ବା ଆପଣଙ୍କର ଘରେ ବସି ଆଧାର ଷ୍ଟାଟସ୍ ଚେକ୍ କରି ଜାଣିପାରିବେ ଯେ କେଉଁ ବ୍ୟାଙ୍କକୁ ଟଙ୍କା ଯାଇଛି, ସେଥିରେ ମଧ୍ୟ ଆପଣ ଜାଣିପାରିବେ। ଆଉ କ'ଣ କରିପାରିବେ ନା ଯଦି ଆପଣ ଜାଣିପାରିବେ ଯଦି ଆପଣ ଏପର୍ଯ୍ୟନ୍ତ ଆପ୍ଲାଏ କରିନାହାନ୍ତି ତାହେଲେ ଆପ୍ଲାଏ କରିଦିଅନ୍ତୁ। ଯେଉଁମାନେ ବି ଟଙ୍କା ପାଇନାହାନ୍ତି ନିଶ୍ଚିନ୍ତରେ ରୁହନ୍ତୁ, ଯେ ଆପଣ ନିଶ୍ଚିନ୍ତ ଭାବନ୍ତୁ ଯେ ମୁଁ ଟଙ୍କା ନିଶ୍ଚିନ୍ତ ପାଇବି। ଯେଉଁମାନେ ଯୋଗ୍ୟ ହିତାଧିକାରୀ, ଯେଉଁମାନେ ଇନକମ୍ ଟ୍ୟାକ୍ସ ଦେଉଛନ୍ତି ସେମାନେ ହୁଏତ ଏଥିରୁ ବାଦ ପଡ଼ିପାରନ୍ତି, କିନ୍ତୁ ଫର୍ମ ରିଜେକ୍ଟ ହେବାର କୌଣସି ଚାନ୍ସ ନାହିଁ। ଯେ ଆପଣ କିଛି ଭାବୁଛନ୍ତି ମୋର ଫର୍ମ ଭୁଲ ହେଇଗଲା, କେଉଁଠି ଫର୍ମ ଭୁଲ ହେବ? ଆପଣ ତ ସେ ଆଧାର କାର୍ଡ଼ ନମ୍ବର କ'ଣ କେହି ଜଣେ ଭୁଲ କରିଛନ୍ତି? ଆଧାର କାର୍ଡ଼ ନମ୍ବର ଭୁଲ ହେଲେ ଯେକୌଣସି ନମ୍ବର ଗୋଟେ ଆପଣଙ୍କର ଯାହା ନାଁ ହେଉ ଦେଖେଇବ, କିନ୍ତୁ ପ୍ରଥମେ ଜଣଙ୍କର ନାଁ ଯଦି ଫିଡ଼ିଂ ଥିବ ଆଉ ସେ ନାଁ ଦେଖେଇବ ନାହିଁ। ତେଣୁ ଆଧାର କାର୍ଡ଼ ନମ୍ବର ତ କେହି ଜଣେ ଭୁଲ କରିବ ନାହିଁ। ଆଧାର କାର୍ଡ଼ ନମ୍ବର ଯଦି ଠିକ୍ ଅଛି ତାହେଲେ ଆପଣଙ୍କର ନାଁ ଆଉ ସବୁ ଗାଁ ଠିକଣା ସବୁକିଛି ଠିକ୍ ହେଇଯିବ। କେବଳ ଆଧାର କାର୍ଡ଼ ନମ୍ବରଟି ଯଦି ଆପଣଙ୍କର ଫର୍ମ ଉପରେ ଠିକ୍ ଅଛି ତାହେଲେ ଜାଣିବେ ଯେ ଆପଣ ଟଙ୍କା ପାଇବେ ବୋଲି। ଆଉ କ'ଣ ଆପଣଙ୍କର ସେ ଯେଉଁ ରିସିପ୍ଟଟି ଅଛି, ଶେଷରେ ଯେଉଁ ଆପଣଙ୍କୁ ମିଳିଛି ରିସିପ୍ଟଟି, ଯେ ଏକ୍ନୋଲୋଜମେଣ୍ଟ ରିସିପ୍ଟ, ତେଣୁ ରିସିପ୍ଟରେ ଆପଣଙ୍କର କେଉଁ ଡେଟ୍ରେ ଆପ୍ଲାଏ କଲେ, ଆଉ ଆପଣଙ୍କର ଆଧାର ନମ୍ବର ଆଉ ରିସିପ୍ଟ ନମ୍ବର ଏଇ ରହିଛି। ଏଥିରେ ଆପଣ ମାରିକି ବି ଇନକ୍ୱାରୀରେ ଆପଣ ଜନସେବା କେନ୍ଦ୍ରରେ ଆପଣ ଦେଖିପାରିବେ, ଜାଣିପାରିବେ। ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ। ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଯଦି ଆପଣ ଏ ବିଷୟରେ ଆଉ କିଛି ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ତାହେଲେ ଏ ଭିଡ଼ିଓରେ କମେଣ୍ଟ କରି ଆପଣ ମୋତେ ଜଣାନ୍ତୁ କେଉଁ ବିଷୟରେ କ'ଣ ପ୍ରୋବ୍ଲେମ୍ ଅଛି। ମୁଁ ନିଶ୍ଚୟ ଆପଣଙ୍କ ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା କରିବି।